ଆଜି ମୁଁ ଆପଣମାନଙ୍କ ପାଇଁ ନେଇକି ଆସିଛି ଖାଣ୍ଟି ଓଡ଼ିଆ ମାଟିହାଣ୍ଡି ମାଛ ଝୋଳ ତରକାରୀ। ଆପଣମାନେ ତ ଘରେ ଅନେକ ଥର ମାଛ ଝୋଳ ତରକାରୀ କରିକି ଖାଇଥିବେ। ଆଉ ଆପଣମାନେ ସମସ୍ତେ ଜାଣିଛନ୍ତି ମାଟିହାଣ୍ଡିର ଟେଷ୍ଟ କେତେ ଅଲଗା। ନର୍ମାଲ ମାଛ ତରକାରୀ ଅପେକ୍ଷା ମାଟିହାଣ୍ଡିର ଟେଷ୍ଟ ବହୁତ ଅଧିକା। ତ ଚାଲନ୍ତୁ ଭିଡ଼ିଓଟି ଏଠି ଆମେ ଡେରି ନକରି ଭିଡ଼ିଓଟିକୁ ଏଠି ଆଜି ଆମେ ଷ୍ଟାର୍ଟ କରିବା। ନମସ୍କାର, ଆଦିବାସୀ ରୋଷେଇ ଚ୍ୟାନେଲକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଏଇଠି ମୁଁ 500 ଗ୍ରାମର ରୋହି ମାଛ ନେଇଛି। ମାଛକୁ ପ୍ରଥମେ ଭଲ ଭାବରେ ଧୋଇକି ସଫା କରିକି ନେଇଛି। ସେଥିରେ ଏବେ ହାଫ୍ ଚାମଚ ହଳଦୀ ଗୁଣ୍ଡ ଦେବା, 1 ଚାମଚ ଲୁଣ ଓ ହଳଦୀକୁ ମାଛ ସହିତ ଭଲ ଭାବରେ ଗୋଳେଇ ନେବା। ପ୍ରଥମେ ଏଠି ଦେଖନ୍ତୁ ମାଛରେ ଆମର ଲୁଣ ହଳଦୀ ଭଲ ଭାବରେ ଗୋଳେଇ ହୋଇଗଲାଣି। ମାଛକୁ ଏବେ ମ୍ୟାରିନେଟ୍ ହେବା ପାଇଁ 2 ମିନିଟ୍ ଛାଡ଼ିଦେବା। ସେହି ଭିତରେ ଏବେ ଆମେ ମସଲା ପ୍ରସ୍ତୁତି କରିବା। ମସଲା ପ୍ରସ୍ତୁତି ପାଇଁ ଏଠି ଆମର ରସୁଣ, 3ଟି ଶୁଖିଲା ଲଙ୍କା, ଅଦା, ଫାଳେ ପିଆଜ, ହଳଦିଆ ସୋରିଷ, ପୁସ୍ତ, 1 ଚାମଚ ଜିରା ଏସବୁକୁ ଭଲ ଭାବରେ ପେଷ୍ଟ କରି ନେବା। ମାଟି ହାଣ୍ଡି ମାଛ ତରକାରୀ କରିବା ପାଇଁ ପ୍ରଥମେ ଆମକୁ ହାଣ୍ଡି ଦରକାର। ହାଣ୍ଡିକୁ ପ୍ରଥମେ ଏଠି ମୁଁ ଭଲ ଭାବରେ ଧୋଇକି ସଫା କରିକି ନେଇଛି। ହାଣ୍ଡି ଭଲ ଭାବରେ ଗରମ ହେଲା ପରେ ସେଥିରେ ଏବେ ଆମେ ସୋରିଷ ତେଲ ଦେଇଦେବା। ସୋରିଷ ତେଲ ଭଲ ଭାବରେ ଗରମ ହେଲା ପରେ ସୋରିଷ ତେଲକୁ ହାଣ୍ଡି ଚାରିଆଡ଼େ ଟିକେ ବୁଲେଇ ନେବା ଏପଟ ସେପଟ କରିକି। ଏମିତି ବୁଲେଇବା ଦ୍ୱାରା ମାଛ ଯେତେବେଳେ ଆମେ ଫ୍ରାଏ କରିବା ନା, ମାଛ ଆମର ଜମା ବି ହାଣ୍ଡିରେ ଲାଗିବେ ନାହିଁ। ଏବେ ଆମେ ପ୍ରଥମେ ମାଛ ମୁଣ୍ଡ ଫ୍ରାଏ କରିନେବା। ଆପଣମାନେ ଯେବେ ବି ମାଛ ତରକାରୀ କରିବେ ନା, ସୋରିଷ ତେଲ ଦେଇକି ତରକାରୀ କରିବେ। ସୋରିଷ ତେଲ ଦେଇକି ତରକାରୀ କଲେ ମାଛ ତରକାରୀ ଟେଷ୍ଟଟା ବହୁତ ଭଲ ଆସିଥାଏ। ଏବେ ଆମର ମାଛ ମୁଣ୍ଡ ଗୋଟେ ସାଇଡ଼ ଫ୍ରାଏ ହୋଇଗଲାଣି। ତାକୁ ଏବେ ଓଲଟେଇକି ଆଉ ଗୋଟେ ସାଇଡ଼ ଫ୍ରାଏ କରିନେବା। ଏଇଠି ଦେଖନ୍ତୁ ଆଉ ଗୋଟେ ସାଇଡ଼ ବି ଆମର ମାଛ ମୁଣ୍ଡ ଭଲ ଭାବରେ ଫ୍ରାଏ ହେଇଛି। ତାକୁ ଏମିତି ଓଲଟେଇକି ତାକୁ ଚାପି ନେବା। ଚାପିବା ଦ୍ୱାରା ମାଛ ମୁଣ୍ଡ ଭିତରଟା ଭଲ ଭାବରେ ଫ୍ରାଏ ହେଇଯିବ। ତାକୁ ଏପଟ ସେପଟ ଓଲଟେଇକି ତାକୁ ଚାପି ନେବା। ଏଇଠି ଦେଖନ୍ତୁ ଆମର ମାଛ ମୁଣ୍ଡ ଭଲ ଭାବରେ ଫ୍ରାଏ ହେଇଯାଇଛି। ଏବେ ଆମେ ମାଛ ମୁଣ୍ଡକୁ ଗୋଟେ ପ୍ଲେଟ୍ରେ କାଢ଼ି ନେବା। ସେହି ସେମ୍ ତେଲରେ ହିଁ ମାଛ ସବୁକୁ ଆମେ ଫ୍ରାଏ କରିନେବା। ଗୋଟେ ସାଇଡ଼ ମାଛ ଆମର ଭଲ ଭାବରେ ଫ୍ରାଏ ହେଇଛି, ତାକୁ ଓଲଟେଇକି ଆଉ ଗୋଟେ ସାଇଡ଼ ଆମେ ଫ୍ରାଏ କରିନେବା। ଯେହେତୁ ଆଜି ଆମେ ମାଟି ହାଣ୍ଡିରେ ମାଛକୁ ଫ୍ରାଏ କରୁଛେ, ତ ଏକାଥରେ ସବୁଯାକ ମାଛକୁ ଆମେ ଫ୍ରାଏ କରିପାରିବା ନାହିଁ। ଅଳ୍ପ ଅଳ୍ପ କରିକି ସବୁଯାକ ମାଛକୁ ଆମେ ମାଟି ହାଣ୍ଡିରେ ଫ୍ରାଏ କରିନେବା। ଏଠି ଦେଖନ୍ତୁ ମାଛ ଆମର ଭଲ ଭାବରେ ଫ୍ରାଏ ହେଇଛି। ଏବେ ତାକୁ ଆମେ ଗୋଟେ ପ୍ଲେଟ୍ରେ କାଢ଼ି ନେବା। ଏଠି ଦେଖନ୍ତୁ ମୁଁ ସବୁଯାକ ମାଛକୁ ସେ ସେମ୍ ତେଲରେ ଫ୍ରାଏ କରି ନେଇଛି। ଆଉ ତେଲ ମଧ୍ୟ ଆମର ବଳିଯାଇଛି। ତେଲ ଆମେ ବିଲକୁଲ ବି ଟାଣି ନାହିଁ। ସେଥିରେ ଏବେ ଆମେ ପେଷ୍ଟ କରି ରଖିଥିବା ମସଲାକୁ ଦେଇଦେବା। ମସଲାକୁ ତେଲ ସହିତ ଏପଟ ସେପଟ କରିକି ଭଲ ଭାବରେ ଗୋଳେଇ ନେବା। ମାଛ ତରକାରୀରେ ଭଲ ଟେଷ୍ଟ ଆସିବା ପାଇଁ ସେଥିରେ ଏବେ ଆମେ 3ଟି ତେଜପତ୍ର ଦେଇଦେବା। ତେଜପତ୍ରକୁ ମସଲା ସହିତ ଭଲ ଭାବରେ ଗୋଳେଇ ନେବା ଏପଟ ସେପଟ କରିକି। ସେଥିରେ ଏବେ ଆମେ ଅଳ୍ପ ଟିକେ ପାଣି ଦେବା। ଅଳ୍ପ ପାଣି ଦେଇ ମସଲାକୁ ଭଲ ଭାବରେ କଷି ନେବା ଏପଟ ସେପଟ କରିକି। ମସଲା ଭଲ ଭାବରେ କଷି ହେଲା ପରେ ତାକୁ ଏବେ ଫୁଟିବା ପାଇଁ ଛାଡ଼ିଦେବା। ସେଥିରେ ଏବେ 1 ଚାମଚ ଲଙ୍କା ଗୁଣ୍ଡ, 1 ଚାମଚ ମାଛ ମସଲା ଦେଇକି ମସଲାକୁ ଭଲ ଭାବରେ ଗୋଳେଇ ନେବା ଏପଟ ସେପଟ କରିକି। ମସଲାକୁ ସିଝିବା ପାଇଁ ଛାଡ଼ିଦେବା 1 ମିନିଟ୍। 1 ମିନିଟ୍ ପରେ ଏଠି ଆପଣ ଦେଖନ୍ତୁ ମସଲାର ତେଲ ଅଲଗା ହେଇଯାଇଛି। ତ ମସଲା ଏଠି ଆମର ଭଲ ଭାବରେ ସିଝିଯାଇଛି। ସେଥିରେ ଏବେ ଆମେ କାଟିକି ରଖିଥିବା ବିଲାତିକୁ ଦେଇଦେବା। ବିଲାତିକୁ ମସଲା ସହିତ ଭଲ ଭାବରେ ଗୋଳେଇ ନେବା ଏପଟ ସେପଟ କରିକି। ବିଲାତିକୁ ଆମେ କଭର କରିକି ଛାଡ଼ିଦେବା 1 ମିନିଟ୍ ବିଲାତି ସିଝିବା ପାଇଁ। 1 ମିନିଟ୍ ପରେ ଏଠି ଆପଣ ଦେଖନ୍ତୁ ଯେ ବିଲାତି ଆମର ଭଲ ଭାବରେ ସିଝିଯାଇଛି। ଆଉ ବିଲାତି ମଧ୍ୟ ଆମର ମସଲା ସହିତ ଭଲ ଭାବରେ କଷି ହୋଇଛି। ତାକୁ ଆଉ ଟିକେ ଏପଟ ସେପଟ ମିଶାଇ ନେବା। ମିଶାଇ ସାରିଲା ପରେ ସେଥିରେ ଆମେ ସ୍ୱାଦ ଅନୁଯାୟୀ 1 ଚାମଚ ଲୁଣ ଦେବା, 1 ଚାମଚ ହଳଦୀ ଗୁଣ୍ଡ ଦେବା। ଲୁଣ ହଳଦୀକୁ ମସଲା ସହିତ ଭଲ ଭାବରେ ମିଶାଇ ନେବା ଏପଟ ସେପଟ କରିକି। ମାଛ ଝୋଳ ତରକାରୀ କରିବା ପାଇଁ ଏଠି ମୁଁ ଗୋଟେ ଗିନାରେ ଗିନେ ପାଣି ଦେଇଦେବି। ପାଣିକୁ ଦେଇକି ମସଲାକୁ ଭଲ ଭାବରେ ମିଶାଇ ନେବି ପାଣି ସହିତ ଏପଟ ସେପଟ କରିକି। ମିଶାଇ ସାରିଲା ପରେ ସେଥିରେ ଏବେ ମୁଁ ହାଫ୍ ଗିନା ପାଣି ଦେଇଦେବି। ଯେହେତୁ ମୁଁ ଏଠି 500 ଗ୍ରାମର ମାଛ ନେଇଛି, ସେଥିପାଇଁ ମୁଁ ଏଠି ଗୋଟେ ଗିନା ହାଫ୍ ପାଣି ଦେଇଦେଉଛି। ଆପଣମାନଙ୍କୁ ଯେତିକି ଝୋଳ ରଖିବାର ଅଛି ଆପଣ ସେହି ହିସାବରେ ପାଣି ଦିଅନ୍ତୁ। ଏଠି ମୁଁ ମାଛକୁ ବେଶୀ ଝୋଳ ତରକାରୀ କରିବାର ନାହିଁ, ଅଳ୍ପ ଝୋଳ କରିବାର ଅଛି। ସେଥିପାଇଁ ଏଠି ମୁଁ ଗୋଟେ ଗିନା ହାଫ୍ ପାଣି ଦେଇଦେଇଛି। ଏବେ ଆମେ ପାଣିକୁ ଫୁଟାଇବା ପାଇଁ ଛାଡ଼ିଦେବା 4-5 ମିନିଟ୍। ଏବେ ଆମର 4-5 ମିନିଟ୍ ହେଇଗଲାଣି। ପାଣି ଏଠି ଆମର ଭଲ ଭାବରେ ଫୁଟିଯାଇଛି। ସେଥିରେ ଏବେ ଫ୍ରାଏ କରି ରଖିଥିବା ମାଛ ସବୁକୁ ଦେଇଦେବା। ମାଛକୁ ପାଣି ସହିତ ଭଲ ଭାବରେ ଗୋଳେଇ ନେବା ଏପଟ ସେପଟ କରିକି। କଭର କରିକି ମାଛ ଝୋଳକୁ ଫୁଟିବା ପାଇଁ ଛାଡ଼ିଦେବା 7-8 ମିନିଟ୍। 7-8 ମିନିଟ୍ ଏଠି ଆମର ହେଇଗଲାଣି। ପ୍ରସ୍ତୁତ ହେଇଗଲା ଏଠି ଆମର ରୋହି ମାଛ ଝୋଳ ତରକାରୀ। ସେଥିରେ କିଛି କଟା ଧଣିଆ ପତ୍ର ଦେଇଦେବା। ଧଣିଆ ପତ୍ରକୁ ମାଛ ଝୋଳ ସହିତ ଟିକେ ଏପଟ ସେପଟ କରିକି ଭଲ ଭାବରେ ଗୋଳେଇ ନେବା। ଗୋଳେଇ ସାରିଲା ପରେ ଏବେ ଆମେ ଗ୍ୟାସ୍କୁ ଅଫ୍ କରିଦେବା।
ବର୍ତ୍ତମାନ ଏବେ ଆମର ପ୍ରସ୍ତୁତ ହୋଇଗଲା ମାଟିହାଣ୍ଡି ମାଛ ଝୋଳ ତରକାରୀ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲିବେନି। ସବସ୍କ୍ରାଇବ୍ କରିବା ଦ୍ୱାରା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ଆପଣମାନଙ୍କ ପାଖକୁ ସର୍ବପ୍ରଥମେ ନୋଟିଫିକେସନ୍ ଯିବ। ଆଜିକା ଭିଡ଼ିଓଟି ଏଠି ମୁଁ ଶେଷ କରୁଛି। ଆମେ ପୁଣି ଦେଖା ହେବା ଗୋଟେ ନେକ୍ସଟ ଭିଡ଼ିଓରେ।